ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଶୁଭ ସକାଳ। ଆସନ୍ତୁ ଆଜି ସକାଳର ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଆଭ୍ୟନ୍ତରୀଣ ଉପକୂଳରେ ଘଡ଼ଘଡ଼ି ଓ ବର୍ଷା ନେଇ ଆଲର୍ଟ। 13ରୁ ପୁଣି ତାତିବ ଓଡ଼ିଶା। ମିଳିଥିବା ଖବର ଅନୁଯାୟୀ ଅପରାହ୍ନ ପରେ ବଦଳିଛି ପାଗ। ବୁଧବାର ଅର୍ଥାତ୍ ଆଜି ଆଭ୍ୟନ୍ତରୀଣ ଉପକୂଳ ଓ ଜିଲ୍ଲାରେ ବର୍ଷା ହେବ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। କିଛି ପରିମାଣରେ ତାତିର ଆଶ୍ୱସ୍ତି ଲୋକଙ୍କୁ ମିଳିଛି। ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ। ତେବେ 11ଟି ଜିଲ୍ଲାକୁ ପାଣିପାଗ ବିଭାଗ ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ନବରଙ୍ଗପୁର ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ଆସନ୍ତା 13 ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 13 ତାରିଖରୁ ତାପମାତ୍ରା ପୁଣି 2ରୁ 3 ଡିଗ୍ରୀ ବଢ଼ିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟିଲେ ଭିକେ ପାଣ୍ଡିଆନ, ରାଜ୍ୟ ବିଜେପି ଦେଲା ସୂଚନା। ମିଳିଥିବା ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବାଦ୍ ଦିଆଯାଇଛି। ନିର୍ବାଚନ କମିଶନର କାର୍ଯ୍ୟାଳୟରେ ହସ୍ତକ୍ଷେପ ପରେ ଏହି ପଦକ୍ଷେପ ନିଆଯାଇଥିବା ରାଜ୍ୟ ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଛି। ତେବେ ସେଥିମଧ୍ୟରେ ବିଜୁ ଜନତା ଦଳର ପ୍ରତ୍ୟକ୍ଷ ଭାବରେ ରାଜନୀତି କରୁଥିବା ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କିଭଳି କାମ କରିପାରିବେ ବୋଲି ଏପ୍ରିଲ 4 ତାରିଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆପତ୍ତି ଉଠାଯାଇଥିଲା। ସେ ନେଇ ସି-ଭିଜିଲ ଆପ୍ରେ ଅଭିଯୋଗ କରାଯାଇଥିଲା। ଏହାପରେ ପାଣ୍ଡିଆନଙ୍କୁ ହଟାଯାଇଥିବା ବିଜେପି କହିଛି। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଏହାକୁ ଉଲ୍ଲଂଘନ କରୁଥିବା ବିଜେପି ଅଭିଯୋଗ ଆଣିଛି। କେବଳ ସେତିକି ନୁହେଁ, ରାଜ୍ୟରେ 5ଟି ନାଁରେ ମହାଦୁର୍ନୀତି ହୋଇଛି। ଗଣତନ୍ତ୍ରର ହତ୍ୟା, ଓଡ଼ିଶା ସ୍ୱାଭିମାନର ହତ୍ୟା ହୋଇଛି ବୋଲି କହିଛି ବିଜେପି। ତେବେ ବିଜେପିରେ ଆପେକ୍ଷ ଅଭିଯୋଗ ଉପରେ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଏନକାଉଣ୍ଟରକୁ ମାଓବାଦୀଙ୍କ ବିରୋଧ। ଆସନ୍ତା 15ରେ 5ଟି ରାଜ୍ୟରେ ବନ୍ଦ ଡାକରା। ମିଳିଥିବା ଖବର ଅନୁଯାୟୀ ଆସନ୍ତା 15 ତାରିଖରେ 4ଟି ରାଜ୍ୟରେ ମାଓବାଦୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏନକାଉଣ୍ଟର ବିରୋଧ କରି ଏକ ଚିଠି ମାଧ୍ୟମରେ ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ସୂଚନା ଦିଆଯାଇଛି। ଗତ 3 ମାସରେ 50 ମାଓବାଦୀଙ୍କ ମୃତ୍ୟୁ ଓ 22 ଦିନରେ 15 ସାଥୀଙ୍କ ହତ୍ୟା ଅଭିଯୋଗ ଆଣିଛି ମାଓ ସଂଗଠନ। ଓଡ଼ିଶା ସମେତ 4ଟି ରାଜ୍ୟ ଯଥା ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ବନ୍ଦ ଡାକରା ଦିଆଯାଇଛି। ତେବେ ବିଭିନ୍ନ ମାଓ ପ୍ରବଣ ରାଜ୍ୟରେ ବିଶେଷ କରି ଓଡ଼ିଶାର ଛତିଶଗଡ଼ ସୀମାରେ ଭାରତୀୟ ଯବାନ ଓ ପୋଲିସକୁ ସବୁ ଅଧିକ କରିଛି, ଯାହାକୁ ବିରୋଧ କରି ପ୍ରେସ୍ ବିଜ୍ଞପ୍ତି ଜରିଆରେ ବନ୍ଦ ଡାକରା ଦେଇଛି ମାଓ ରିଜିନାଲ ବ୍ୟୁରୋ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। 25% ମାଗଣା ନାମ ଲେଖା ସୁଧାର ପାଇଁ ଏକ ପଲିସି ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ। ମିଳିଥିବା ଖବର ଅନୁଯାୟୀ ଗଣଶିକ୍ଷା ବିଭାଗ ଅଧିକାରୀମାନଙ୍କର ତ୍ରୁଟି, ଦାୟିତ୍ୱହୀନତା ଓ ଅଯୋଗ୍ୟ ପାଇଁ ରାଜ୍ୟରେ 20,000ରୁ ଉର୍ଦ୍ଧ୍ୱ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀ ଚଳିତ ବର୍ଷ ଶିକ୍ଷା ଅଧିକାର ଆଇନ ଅନୁଯାୟୀ 25% ମାଗଣା ସିଟ୍ରେ ପ୍ରାଇଭେଟ୍ ସ୍କୁଲରେ ନାମ ଲେଖାଇବାରୁ ବଞ୍ଚିତ ହେବେ। ଅଭିଭାବକମାନେ ଚାହୁଁଥିଲେ ବି ସ୍କୁଲ ପୋଷ୍ଟାଲ ନଥିବାରୁ ଆଦି ସମସ୍ୟାରେ ନେଇ ଓଡ଼ିଶା ଅଭିଭାବକ ମହାସଂଘ ସଭାପତି ତରଫରୁ ଆଡଭୋକେଟ୍ ଆଦିଶା ମହାନ୍ତି ଉଚ୍ଚ ନ୍ୟାୟାଳୟ ନିକଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ତେବେ ମାମଲା ଶୁଣାଣି ସମୟରେ ଯେହେତୁ ଏହା ପିଲାମାନଙ୍କ ପାଠପଢ଼ା ଭଳି ଏକ ଜରୁରୀ ଅତ୍ୟାବଶ୍ୟକ ସମସ୍ୟା ଯୋଗୁଁ ବିଭାଗ ମୁଖ୍ୟ ହଜାର ଦେଇ ଜବାବ ରଖିବାକୁ କହିଥିଲେ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଭୋଟ ପାଇଁ ଗାଁ ମୁହାଁ ଦାଦନ ଶ୍ରମିକ। ମିଳିଥିବା ଖବର ଅନୁଯାୟୀ ଆଉ କିଛି ଦିନ ପରେ 2024ର ସାଧାରଣ ନିର୍ବାଚନ ସରଗରମ ହେଲାଣି। ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱର ଛାଡ଼ି ଏବେ ନେତା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁଛି। ଭୋଟ ପାଇଁ ଏବେଠାରୁ ଗାଁ ଗାଁ ମୁହାଁ ହୋଇଛନ୍ତି ରାଜନେତା। ଭୋଟ ପାଖେଇ ପହଞ୍ଚୁଛି, ଭୋଟ ଖୋଜୁଛନ୍ତି। ସେଥିପାଇଁ ଗୁଜୁରାଟରୁ ବ୍ରହ୍ମପୁର ଏବେ ଲୋକଙ୍କ ସୁଅ ଛୁଟୁଛି। ଖରାଦିନେ ଗାଁରେ ଯାତ୍ରା ଚାଲିଛି, ଆଗକୁ ଭୋଟ ବି ଅଛି। ସେଥିପାଇଁ ସେମାନେ ଏବେ ଘର ମୁହାଁ ହୋଇଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନରେ ଏବେ ସୁରଟ ଫେରନ୍ତାଙ୍କ ଭିଡ଼। ଲୋକଙ୍କ ପାଖକୁ ନେତା ଯାଉଛନ୍ତି, ବାହାରିଥିବା ଲୋକଙ୍କୁ ଗାଁକୁ ଡାକୁଛନ୍ତି। ଆଉ ନେତାଙ୍କ ସହ ବିଭିନ୍ନ ଦଳର ରାଜନୈତିକ କର୍ମଚାରୀ ଡାକରା ପାଇଁ ଗୁଜୁରାଟରୁ ଶହ ଶହ ଲୋକ ପରିବାର ସହ ଗଞ୍ଜାମକୁ ଫେରିଛନ୍ତି। ନିର୍ବାଚନ ଆସିଲେ ଦାଦନ ଶ୍ରମିକ ମନେ ପକାଉଛନ୍ତି ଅଞ୍ଚଳର ନେତା। ସେମାନଙ୍କ ମଧ୍ୟରେ ନିଜର ଭୋଟ ଦେଇ ନେତାଙ୍କୁ ବାଛିବା ଅଧିକାର ହାତଛଡ଼ା କରିବା ପାଇଁ ଚାହୁଁନାହାନ୍ତି। ସେଥିପାଇଁ ଗୁଜୁରାଟରୁ ଓଡ଼ିଶା ଆସୁଥିବା ସମସ୍ତ ଟ୍ରେନରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ।
ଆଜି ପାଳନ ହେବ ନାହିଁ ଇଦ୍। ଗତକାଲି ଚାନ୍ଦ ନ ଦେଖିବାରୁ 11ରେ ଇଦ୍ ପାଳନ କରିବାକୁ ନିଷ୍ପତ୍ତି। ମିଳିଥିବା ଖବର ଅନୁଯାୟୀ ଆସନ୍ତା 11 ତାରିଖ ଗୁରୁବାର ଦିନ ପାଳନ ହେବ ଇଦ୍। ଏନେଇ ଅଞ୍ଜୁମାନ ଇସଲାମ ଆହେ ସୁନତ ଓ ଜମାନ ଚାନ୍ଦି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚାନ୍ଦ ନ ଦେଖିବାରୁ 11ରେ ଇଦ୍ ପାଳନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସୂଚନା ଦିଆଯାଇଛି। ତୁ ଜାଣିନୁ ପରବର୍ତ୍ତୀ ଅପଡେଟ୍ ବିଷୟରେ? କେନ୍ଦ୍ରୀୟ ବିଦ୍ୟାଳୟର ନୂଆ ନିୟମ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ସନ୍ତାନକୁ ଅନ୍ୟ ରାଜ୍ୟକୁ ଟ୍ରାନ୍ସଫରର ଅନୁମତି ମିଳିବନି। ମିଳିଥିବା ଖବର ଅନୁଯାୟୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସଂଗଠନ ପକ୍ଷରୁ ଆସିଛି ଏକ ନୂଆ ନିୟମ। ଏହି ନୂଆ ନିୟମ ଦ୍ୱାରା ଘରୋଇ କ୍ଷେତ୍ରରେ କର୍ମଚାରୀଙ୍କୁ ଶକ୍ତ ଝଟକା ଲାଗିଥିବା ବେଳେ ସରକାରୀ କ୍ଷେତ୍ରରେ କର୍ମଚାରୀମାନେ ପ୍ରଭାବିତ ହେବେ ନାହିଁ। କେଭି ପକ୍ଷରୁ ଟ୍ରାନ୍ସଫର୍ମର ନୀତିରେ ପରିବର୍ତ୍ତନ ହୋଇଛି। ଘରୋଇ କ୍ଷେତ୍ରରେ କର୍ମଚାରୀଙ୍କ ପ୍ରତି ନିୟମକୁ କଠୋର କରାଯାଇଛି। ଘରୋଇ କ୍ଷେତ୍ରରେ କାମ କରୁଥିବା ଅଭିଭାବକଙ୍କୁ ନିଜର ସନ୍ତାନକୁ ଅନ୍ୟ ରାଜ୍ୟକୁ ବଦଳି କରିବାକୁ ଟ୍ରାନ୍ସଫର ସୁବିଧା ମିଳିବନି। ତେବେ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଅଭିଭାବକମାନେ ଏହି ସୁବିଧା ପାଇପାରିବେ। ସେମାନଙ୍କ ସନ୍ତାନ ଅନ୍ୟ ରାଜ୍ୟକୁ ଟ୍ରାନ୍ସଫର ସୁବିଧା ପାଇପାରିବେ। କେଭି ପକ୍ଷରୁ ପ୍ରତି କ୍ଲାସରୁ 8ଟି ଲେଖାଏଁ ସିଟ୍‌କୁ ହ୍ରାସ କରାଯାଇଛି। କେଭି ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ 32ଟି ସିଟ୍ ପାଇଁ ଆବେଦନ ମଗାଯାଇଛି। ଏହି ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ପ୍ରତି କ୍ଲାସରେ 40ଟି ଲେଖାଏଁ ସିଟ୍ ରହୁଥିଲା।